ଜୟ ଜଗନ୍ନାଥ। ଆମର ଯେହେତୁ ଗ୍ରାଫ୍ଟିଂ ବାଇଗଣ ସବୁ ଲାଗିଥିଲା, ଗ୍ରାଫ୍ଟିଂ ବାଇଗଣ ଲାଗିବା ଫଳରେ ସବୁ ଆମେ ଆଉ ମଲ୍ଚିଂ କରିନଥିଲୁ। ଯେହେତୁ ଡ୍ରିପ୍ ମଲ୍ଚିଂ ନ କରିଥିଲୁ, ବର୍ଷା ଦିନ ଯେହେତୁ ବର୍ଷା ଦିନ ପାଇଁ ବହୁତ ପ୍ରୋବ୍ଲେମ୍ ହେଉଛି। ଆଉ ଘାସ ବଛା ଆଉ ଯେତେ ଯାହା ଘାସ ଫାସ ବଛିବା ପାଇଁ ସମ୍ପୂର୍ଣ୍ଣ କାମ ଚାଲିଛି। ଯିବା ଦେଖିବା ବାଇଗଣ କେମିତି କ'ଣ ଅଛି। ଆଉ ବାଇଗଣ ଯେଉଁମାନେ ବି ଲଗେଇଛନ୍ତି ଗ୍ରାଫ୍ଟିଂ ବାଇଗଣ, ଆଉ ସେମାନେ କେମିତି କ'ଣ ପ୍ରୋସେସ୍ରେ କରୁଛନ୍ତି। ଆମେ ଯେହେତୁ ନୂଆ ଲଗେଇଛୁ ଗ୍ରାଫ୍ଟିଂ ବାଇଗଣ, ଟିକେ ଆମକୁ ଅସୁବିଧା ହେଉଛି। ଅସୁବିଧା କ'ଣ, ଏଇ ତ କାମ କରିବା ପାଇଁ କ'ଣ ତାର ଟାଇମ୍ରେ କ'ଣ ପ୍ରୋସେସ୍ କ'ଣ ନାହିଁ ସେଇଟା ତ ଆମେ ଆଉ ଜାଣିନୁ। ସେଥିପାଇଁ ଆମର ଯେହେତୁ ଗଛ ସବୁ ଅଛି ବି ଗ୍ରୋଥ୍ ଅଛି ଦେଖିପାରୁଥିବେ, ତଥାପି ଫଳ ଆସିବା ଟିକେ କମି ଯାଇଛି। ଯେହେତୁ ଥରେ ଦୁଇଥର ଆମେ ବାଇଗଣ ତୋଳି ସାରିଲୁ 60 ଦିନ ଭିତରେ, ସେଥିପାଇଁ ଟିକେ ଆମକୁ ଚାଲିଛି କାମ ସବୁ। ଏସବୁ ପଟି ଘାସ ବଛା ଚାଲିଛି। ଚାଲନ୍ତୁ ଦେଖିବା ବାଇଗଣର ଗଛ ସବୁ କେମିତି ଅଛି, ଆଉ ବାଇଗଣ କ'ଣ ଭଳିଆ ଗ୍ରୋଥ୍ କରିଛି, କେମିତି କ'ଣ ଗୋଟେ ଗୋଟେ ଗଛରେ ଫଳ ଅଛି। ଚାଲନ୍ତୁ ଦେଖିବା। ବାଇଗଣ ପ୍ରଥମ ଫଳ, ଆଉ ଏଗୁଡ଼ା ସବୁ ଏଇ ସାଇଜ୍ର ବାଇଗଣ। ଆଉ ଯେହେତୁ ଆମେ VN 212 ବାଇଗଣ ଲଗେଇଥିଲୁ, ଗଛ ସବୁ ଦେଖିପାରୁଥିବେ ପ୍ରତ୍ୟେକ ଗଛରେ 2-4 ଫଳ। ସମ୍ପୂର୍ଣ୍ଣ ବିଲରେ ଆଉ ଘାସ ଫାସ ବଛା ବଛି ଚାଲିଛି। ଯେହେତୁ ବର୍ଷା ଦିନ ଘାସ ତ ବାଛିବାକୁ ପଡ଼ିବ। ପ୍ରତ୍ୟେକ ଗଛରେ ଫଳ ପ୍ରାୟତଃ ସବୁ 90% ଗଛରେ ଆସିଯାଇଛି। ଆଉ ଫୁଲ ବି ସବୁ ଗଛରେ, ଯେହେତୁ ଆମର ବାଉଁଶ ଦିଆ ସରିଯାଇଛି କାମ, ଗଛ ବନ୍ଧା ବି ସରିଯାଇଛି ସବୁ। ବାଇଗଣର ସାଇଜ୍ ବି ଦେଖିପାରୁଥିବେ କେମିତି ହେଇଛି। ପ୍ରତ୍ୟେକ ଗଛରେ କିଛି କିଛି ବାଇଗଣ ଆମର ତୋଳା ହେଇଥିଲା, ସେକେଣ୍ଡ ଟାଇମ୍ ତୋଳା ବି ଚାଲିଛି। ଆଉ ବାଇଗଣ ଯେହେତୁ ଖରା ପ୍ରବଳ, ପୋକ ବି ପ୍ରବଳ ହୁଅନ୍ତି। ପୋକ ବି ପ୍ରବଳ ବାଇଗଣ ଗଛରେ। ଆଉ ପ୍ରତ୍ୟେକ ଗଛରେ ଆମର ବନ୍ଧା ସରିଯାଇଛି। ଦେଖିପାରୁଥିବେ କେଉଁ ଇରେ ବନ୍ଧା ହେଇଛି ସବୁ। ପ୍ରତ୍ୟେକ ଗଛରେ ବାଇଗଣ, ପ୍ରତ୍ୟେକ ଗଛରେ ପୁରା କଷି ଯେମିତି ଧରିବା କଥା ଧରିଛି।